ଜୟ ମା ମହାଲକ୍ଷ୍ମୀ। ଆଗକୁ ଆସିବାକୁ ଯାଉଛି ସୁଦଶା ବ୍ରତ। ତ ସେଇ ସୁଦଶା ବ୍ରତକୁ ନେଇକି ଆଜିର ଏହି ସୁନ୍ଦର ଭିଡ଼ିଓଟି ଆପଣମାନଙ୍କ ପାଇଁ, ଯେଉଁମାନେ ସୁଦଶା ବ୍ରତ କରୁଛନ୍ତି ସେମାନଙ୍କ ପାଇଁ ଆଜିର ଏହି ଭିଡ଼ିଓଟି ବହୁତ ଦରକାରୀ ଆସିବ। ତାହେଲେ ଆସନ୍ତୁ ଆଜିର ଆମେ ଏହି ସୁନ୍ଦର ଭିଡ଼ିଓଟିକୁ ଆରମ୍ଭ କରିବା। ଆମେ ପ୍ରଥମେ ଜାଣିବା କେଉଁ କେଉଁ ମାସରେ ନୂଆ ସୁଦଶା ବ୍ରତ ଆରମ୍ଭ କରାଯାଏ। ବୈଶାଖ ମାସ, ଜ୍ୟେଷ୍ଠ ମାସ, କାର୍ତ୍ତିକ ମାସ, ମାର୍ଗଶିର ମାସ, ମାଘ ମାସ ଏବଂ ଫାଲ୍ଗୁଣ ମାସ। ଏହି 6ଟି ମାସରେ ଯଦି ସୁଦଶା ବ୍ରତ ପଡ଼େ ତାହେଲେ ନୂଆ ବୋହୂମାନେ ପ୍ରଥମ ଥର କରି ସୁଦଶା ବ୍ରତକୁ ଆରମ୍ଭ କରିବେ। କିନ୍ତୁ ଏହି 6ଟି ମାସରେ ଯଦି ସୁଦଶା ବ୍ରତ ପଡ଼ିଥାଏ କିନ୍ତୁ ପାଞ୍ଜିରେ ଲେଖା ହେଇନଥାଏ ଯେ ସୁଦଶା ବ୍ରତ ଆରମ୍ଭ କରିବା ପାଇଁ, ତାହେଲେ ନୂଆ ବ୍ରତ ଏହି 6ଟି ମାସରେ ପଡ଼ିଲେ ମଧ୍ୟ କରାଯିବ ନାହିଁ। କିନ୍ତୁ ଯଦି ଏହି 6ଟି ମାସରେ ବ୍ରତ ପଡ଼େ ଆଉ ପାଞ୍ଜିରେ ଲେଖା ହେଇଥାଏ ବ୍ରତ ଆରମ୍ଭ କରିବା ପାଇଁ, ତାହେଲେ ନୂଆ ସୁଦଶା ବ୍ରତ ଏହି ମାସ ଗୁଡ଼ିକରେ ଆରମ୍ଭ କରାଯିବ। ବାକି 6ଟି ମାସରେ ଯଦି ସୁଦଶା ବ୍ରତ ପଡ଼େ ତାହେଲେ ନୂଆ ସୁଦଶା ବ୍ରତ ଆରମ୍ଭ ହୁଏ ନାହିଁ। ଯେମିତିକି ଆଷାଢ଼ ମାସ, ଶ୍ରାବଣ ମାସ, ଭାଦ୍ରବ ମାସ, ଆଶ୍ୱିନ ମାସ, ପୌଷ ମାସ ଏବଂ ଚୈତ୍ର ମାସରେ, ଏହି 6ଟି ମାସରେ ଯଦି ସୁଦଶା ବ୍ରତ ପଡ଼େ ତାହେଲେ ନୂଆ ସୁଦଶା ବ୍ରତ ନୂଆ ବୋହୂମାନେ କରିବେ ନାହିଁ। ତା ସହିତ ଶରଣ ପଡ଼ିଲେ ମଧ୍ୟ ନୂତନ ସୁଦଶା ବ୍ରତ ଆରମ୍ଭ କରାଯାଏ ନାହିଁ। ଏହା ହେଉଛି ଆମର ଏକ ବିଶ୍ୱାସ ଆଉ ଲୋକ ଚଳଣି ମଧ୍ୟ। ଆମେ ଯେହେତୁ ପାଞ୍ଜିକୁ ସମ୍ମାନ ଦେଉଥାନ୍ତି, ତେଣୁକରି ଏହାକୁ ମାନିଲେ ଆମ ପାଇଁ ନିଶ୍ଚୟ ଭଲ ହେବ। ଏବେ ଜାଣିବା ନୂଆ ବୋହୂମାନେ ନୂଆ ସୁଦଶା ବ୍ରତ ଆରମ୍ଭ କରିପାରିବେ କି ନାହିଁ। ହଁ, ସୁଦଶା ବ୍ରତ ଶୁକ୍ଳ ପକ୍ଷ ଫଗୁ ଦଶମୀ ଦିନ ଫେବୃଆରୀ 26 ତାରିଖରେ ଯେହେତୁ ପଡ଼ୁଛି, ଆଗରୁ ମୁଁ କହିଛି ଯେ ପାଞ୍ଜିରେ ଲେଖା ଥିବ ଆଉ ବୈଶାଖ, ଜ୍ୟେଷ୍ଠ, କାର୍ତ୍ତିକ, ମାର୍ଗଶିର, ମାଘ ଓ ଫାଲ୍ଗୁଣ ଏହି 6ଟି ମାସରେ ଯଦି ବ୍ରତ ପଡ଼ିବ ଆଉ ପାଞ୍ଜିରେ ବି ଲେଖା ଥିବ ଯଦି ନୂଆ ବ୍ରତ କରିବା ପାଇଁ, ତାହେଲେ ନୂଆ ବୋହୂମାନେ ନୂଆ ବ୍ରତକୁ ଆରମ୍ଭ କରିବେ। ତେଣୁ ଫେବୃଆରୀ 26 ତାରିଖ ହେଉଛି ଗୋଟେ ଭଲ ଦିନ, ଯେଉଁଥିରେ କି ଆମର ପାଞ୍ଜିରେ ମଧ୍ୟ ଲେଖା ହେଇଛି, ଉଲ୍ଲେଖ ଅଛି ଯେ ସୁଦଶା ବ୍ରତ ଏଇ ଦିନ ଆରମ୍ଭ ହେବ ବୋଲି। ପାଖାପାଖି ବର୍ଷ 2 ବର୍ଷ ହେବ ଭଲରେ ସୁଦଶା ବ୍ରତ ପଡ଼ୁନଥିଲା। ଯେଉଁମାନେ ନୂଆ ସବୁ ବିବାହିତ ଥିଲେ ବୋହୂମାନେ, ସେମାନେ ବ୍ରତ ପ୍ରଥମ କରି ଆରମ୍ଭ କରିପାରୁନଥିଲେ। କିନ୍ତୁ ଫେବୃଆରୀ 26ରେ ଯେହେତୁ ଭଲ ତିଥି, ଭଲ ମାସ ରହିଛି ନୂଆ ବ୍ରତ ଆରମ୍ଭ କରିବା ପାଇଁ, ନୂଆ ବୋହୂମାନେ ବହୁତ ଦିନ ହେବ ଯେଉଁ ଅପେକ୍ଷା କରିଥିଲେ, ତେଣୁକରି ସେମାନେ ଏହି ତିଥିଟାରେ, ଏହି ତାରିଖରେ ସେମାନେ ସୁଦଶା ବ୍ରତ ଆରମ୍ଭ କରିବେ ଏବଂ ଫେବୃଆରୀ 26 ତାରିଖରେ ସେମାନେ ନୂଆ ବ୍ରତ କରିବେ, ଯେଉଁମାନେ ପ୍ରଥମ ଥର ପାଇଁ କରିବାକୁ ଚାହୁଁଛନ୍ତି। ଏବେ ଜାଣିବା ସୁଦଶା ବ୍ରତ ହାତରେ ବାନ୍ଧିଲେ କ'ଣ କ'ଣ ସବୁ କରିବାକୁ ହେବ। ଯେଉଁମାନେ ସୁଦଶା ବ୍ରତ କରିବେ, ଘରର ମଙ୍ଗଳ ପାଇଁ ହିଁ ବ୍ରତ ଆମେ କରିଥାନ୍ତି। ଘରର କୁଦଶାକୁ ଦୂରେଇକି ସୁଦଶା ପାଇଁ ଆମେ ହିଁ ବ୍ରତ କରିଥାନ୍ତି। ତେଣୁ ସୁଦଶା ବ୍ରତ ମା ଲକ୍ଷ୍ମୀଙ୍କର ହିଁ ହୋଇଥାଏ। ଲକ୍ଷ୍ମୀଙ୍କ ପାଇଁ ହିଁ ଆମେ ପୂଜା କରନ୍ତି, ଏସବୁ ବ୍ରତ ଲକ୍ଷ୍ମୀଙ୍କୁ ହିଁ ପୂଜା କରନ୍ତି। ତ ସୁଦଶା ବ୍ରତ ହାତରେ ପିନ୍ଧିଲେ ଆମିଷ ଖାଇବା କଥା ନୁହଁ, ବ୍ରତକୁ କେଉଁଠି ହଜିବାକୁ ଦେବା କଥା ନୁହଁ, ଛିଣ୍ଡିବାକୁ ଦେବା କଥା ନୁହଁ। ମାନେ ଧ୍ୟାନର ସହିତ ଆମେ ବ୍ରତକୁ ପିନ୍ଧିବା, ଯେମିତି ଆମକୁ ଆମ ସହିତ ମା ସବୁବେଳେ ବ୍ରତ ରୂପରେ ରହିଛନ୍ତି ସେମିତି। ତ ବ୍ରତକୁ ସବୁବେଳେ ସଫାସୁତୁରା ମଧ୍ୟ ରଖିବା, କେବେ ମଇଳା ହେବାକୁ ଦେବା ନାହିଁ। ତା ସହିତ ପ୍ରତି ଗୁରୁବାରରେ ବ୍ରତରେ ମଧ୍ୟ ହଳଦୀ ଲଗାଇବା କଥା। ଏହି ନିୟମକୁ ମାନିବା ଦରକାର। ପ୍ରତି ଗୁରୁବାରରେ ସୁଦଶା ବ୍ରତଙ୍କୁ ପୂଜା କରିବା ମଧ୍ୟ ଦରକାର। ଆମେ ଯେଉଁ ବ୍ରତ ପିଢ଼ିରେ ସୁଦଶା ବ୍ରତ ରଖିଥିବା ଆଗରୁ, ସେ ବ୍ରତକୁ ମଧ୍ୟ ଆମେ ଗୁରୁବାର ଦିନ ନିହାତି ପୂଜା କରିବା ଦରକାର। କିନ୍ତୁ କିଛି ଜଣ ଅନ୍ଧବିଶ୍ୱାସରେ ଥାଆନ୍ତି, ପୂଜା ମାନେ ଆମେ ଟିକେ ଧୂପ ବୁଲେଇଦେବା ନିହାତି। ଯେଉଁମାନେ ଚାହିଁବେ କ୍ଷୀର ହଳଦୀ ପାଣି ମଧ୍ୟ ସେଇ ବ୍ରତକୁ ପୁଣି ଥରେ ବୁଡ଼େଇକି ସେମିତି ପୂଜା ମଧ୍ୟ କରିବେ, ଅରୁଆ ଚାଉଳ ଟିକେ ଛିଞ୍ଚିକି, ନହେଲେ ଧୂପ ମଧ୍ୟ ନିହାତି କିନ୍ତୁ ଗୁରୁବାର ଦିନ ସୁଦଶା ବ୍ରତକୁ ଆପଣମାନେ ଧୂପ ବୁଲେଇବେ। କିନ୍ତୁ କିଛି ଜଣ ଅନ୍ଧବିଶ୍ୱାସରେ ଥାଆନ୍ତି ଯେ ସୁଦଶା ବ୍ରତ ପିନ୍ଧିଲେ ସେମାନେ ଚିକେନ ଖାଆନ୍ତି ନାହିଁ, ଅଣ୍ଡା ଖାଆନ୍ତି ନାହିଁ, କିନ୍ତୁ ମଟନ ମାଛ ସେମାନେ ଖାଇଥାନ୍ତି। ଆପଣ ବି ଶୁଣିଥିବେ ଯେ ଆପଣଙ୍କ ଏରିଆ ପଟେ କ'ଣ କେମିତି ଅଛି ମୁଁ ତ କହିପାରିବିନି, କିନ୍ତୁ କିଛି ଜଣ କୁହନ୍ତି ଯେଉଁମାନେ ସୁଦଶା ବ୍ରତ କରିବେ ସେମାନେ ଚିକେନ ଆଉ ଅଣ୍ଡା ଖାଇବେନି, କିନ୍ତୁ ମାଛ ମଟନ ଖାଇଥାନ୍ତି। କାରଣ କୁକୁଡ଼ା ବିଷ୍ଠା ଖାଇଥାନ୍ତି। ଫାର୍ମରେ ଥିବା କୁକୁଡ଼ା ମାନେ ଚୋକଡ଼ ଖାଦ୍ୟ ଖାଇଲେ ମଧ୍ୟ ନିଜର ମଧ୍ୟ ବିଷ୍ଠା ଖାଇଥାଏ। ସେଥିପାଇଁ ଯଦି ବିଷ୍ଠା ଯେଉଁମାନେ ଖାଇଥାନ୍ତି, ତ ତାକୁ ଯଦି ଆମେମାନେ ଖାଇବା ତାହେଲେ ବ୍ରତ ଆମର ମାରା ହୁଏ। ସେଥିପାଇଁ ସୁଦଶା ବ୍ରତ କଲେ ଚିକେନ ଅଣ୍ଡା ଖାଇବାକୁ ମନା କରାଯାଏ। କିନ୍ତୁ ମୋ ମତରେ ବିଲକୁଲ ବି ଆମିଷ ଖାଇବା କଥା ନୁହଁ, କାରଣ ସୁଦଶା ବ୍ରତ କଲେ ନିୟମରେ ଆମକୁ ରହିବାକୁ ପଡ଼େ। ବ୍ରତ ମାନେ ଆମକୁ ଗୋଟେ ନିୟମରେ ରହିବାକୁ ହୁଏ, ତାହେଲେ ଯାଇ ଘରର ସୁଦଶା ଆସିଥାଏ, ଘରର ସବୁ କୁଦଶା ଦୂର ହୋଇଥାଏ। ସୁଦଶା ବ୍ରତରେ କ'ଣ କ'ଣ ସବୁ ଖାଇବା ଉଚିତ, ଏବେ ଆସନ୍ତୁ ଜାଣିବା। ସୁଦଶା ବ୍ରତରେ ମା ଲକ୍ଷ୍ମୀଙ୍କ ପାଖରେ ଯାହା ଆମେ ଭୋଗ ଲଗେଇଥିବା ତାକୁ ହିଁ ଆମେମାନେ ପ୍ରସାଦ ରୂପରେ
प्रत्येक नारी मैंने सेवन करवा से दिन पाइबा भोग हिसाब से तापर आम व्रत को रखा जमीक खीरी पणा पिठा खिचुड़ी मंडा पिठा फल इत्यादि आम जहाँ भी भोग लगे से सब आम जहाँ भी माँ लक्ष्मी को आगे आम से दिन भोग लगे फलमूल हो पिठा हो पणा हो से सब आम सेवन करवा और व्रत को रखा से प्रसाद को आम दिन सारा पाइबा जहाँ जिते भी पूजा करवा आम व्रत को रखा सात्विक भोजन करवा आमिष पिता कषा पैकेट खाद्य बासी खाद्य पियाज रसुण पोड़ापोड़ी खाद्य मसूर पो इत्यादि ये सब व्रत दिन में सुदशा व्रत हो कि अन्य कौन व्रत खाइबा कथा नुह कि अन्य घरे कौन भी खाद्य कि पानी ग्रहण करने कथा नुह व्रत उपवास व्रत ये सब खाद्य खाइले व्रत आमर खंडित हो जाए माँ लक्ष्मी से घर छाड़ी चली जाती किसी जन उपवास व्रत बाहर को गले कि कौन यात्रा मेला पड़ी से जब जाती देखते दुकान मानक लिखाई बिना पियाज रसुण प्रस्तुत खाद्य तो से बिना पियाज रसुण खाद्य जदि से हो चाट हो दोसा हो जहाँ भी बिना पियाज रसुण से खाई था बिना पियाज रसुण खाद्य जदि यात्रा मेला आपण मैंने खाइबे ताहले व्रत खंडित हुए कारण ताहा सब माँ लक्ष्मी पाखे भोग लग पार ना कि भोग लगे आप खाइबे ता छड़ा से कौ तेल कौन कौ पानी रे सब या असना हाथ में किए कौन या खाइबा कथा नुह बिना पियाज रसुण हेल्ले व्रत दिन केवल पूजा होता प्रसाद को आम पाइबा जहाँद्वारा आम बुद्धि शुद्ध हे तेणुक आम से सब से दिन खाइबा ना आ व्रत उपवास विशेषकर बाहर आम बिल्कुल खाइबा ना जो मैंने आइसक्रीम कोल्ड ड्रिंक एड़ा सब पीछे बिल्कुल भी खाइबे ना ये जाना माणबसा गुआरे सुदशा व्रत करहब कि ना माणबसा और सुदशा व्रत माँ लक्ष्मी ही पूजा जनकर ही पूजा अटे किंतु माणबसार गुआ अलग रही है और सुदशा व्रत अलग रही है माणबसा गुआरे सुदशा व्रत करने उचित नुह माणबसा स्वतंत्र एक गुआ रही केवल माणबसा आम माण बसैबा लक्ष्मी नारायण नाम गुआ थाए आम सुदशा व्रत सुदशा व्रत अलग गुआ रखि था जो आम सुदशा व्रत करवा सुदशा व्रत कौन कौन करवा उचित आसतु जानवा सुदशा व्रत अन्य पैसा के किणवा कथा नुह कि धार करज कर व्रत किणवा कथा नुह माने जनक आम व्रत आनिबा कि धार आनिबा ताकू कहबा पर पैसा देबा ये कथा कहूँ तो एमती के करें व्रत दिन खाद्य लुचे कि खाइबा कथा नुह कि तामसिक खाद्य व्रत उपवास खाइबे ना अन्य मान गाली करेंगे ना झगड़ा करेंगे ना अपमान देवे ना मिछ कहवा कथा नुह तापर कला पाड़ी शाढ़ी पिंधा उचित नुह मुंड सफा करवा उचित नुह माने मुंड पूर्व दिन ठार सफा करवा से दिन केवल धोइबा कि घर अळंदी सफा करवा उचित नुह छोट पिला गुरुवार बाड़ेबा कथा नुह सुदशा व्रत क्यों हाथ में आउ कतोटी गंठी रे बांधिबा कथा सुदशा व्रत 10टी गंठी पका जाए माँ लक्ष्मी 10टी नाम को धरी धरी आम व्रत गंठी पकईबा 10टी गंठी तापर से 10टी गंठी पका व्रत को आम हाथ में धारण करते माँ लक्ष्मी स्वरूप अनुसार तो 10टी गंठीर नाम हूँ लक्ष्मी नारायणी कमलिनी श्री हरिहरटिया पद्मालया माँ कमला माँ चंचला माँ विघ्नसेनी सिंदूर दुलरी दुर्गति नाशिनी एवं विष्णु पाटराणी ये 10टी नाम को धरिकी आम मैंने सुदशा व्रत गंठी करवा आम से व्रत को डाहाण हाथर कहूणी उपर को आम व्रत को धारण करवा व्रत पिंधा आगु व्रत को हलदी पानी बुड़े माँ पाखे रखी टे पूजा कर सारा पर ही आम पिंधा सेमती डायरेक्ट आम पिंधा ना सुदशा व्रत मारा हो गले आम कौन करवा सबको छुईदेले एंटुड़ी छुआ हेले सुदशा व्रत मारा होता माने माने जिते बड़े जड़े माँ छुआ जन्म है जो एंटुड़ी बसती से जब आपण मैंने छुआ को से माँ को छुईदेवे एंटुड़ी छुआ कहते तो एंटुड़ी छुआ हो कि सबको जब आप छुईदेवे व्रत मारा होता यही व्रत को आम मैंने प्रवाहित नदी जल उझेदेवा उचित किंतु आपड़ जब एंटुड़ी छुआ होना कि सबको भी छुना कि केवल आप अणसुधिया पालुंट चूतक मृतक ये सब पालुंट ताहले व्रत मारा तो निश्चय होता किंतु आम शुद्ध जो शुद्धि है शुद्ध स्नान पर चूतक मृतक सरीजा पर सब कम सरीजा से व्रत को सफा करदे क्षीर हलदी पानी बुड़े धूप बुले पवित्र कर पुणी थे से व्रत को आम पिंधि पार ना व्रत पीढ़ी
ସେଇ ବ୍ରତକୁ ବି ରଖିଦେବା ଆଉ ଅନ୍ୟ ଏକ ବ୍ରତ ଯେଉଁ ପୂର୍ବରୁ ରଖିଥିବା ବ୍ରତ ପିଢ଼ିରେ ସେଇ ବ୍ରତକୁ ମଧ୍ୟ ଆମେ ଆଣିକି ହାତରେ ଧାରଣ କରିପାରିବା। ମାସିକ ଧର୍ମ ସମୟରେ ମଧ୍ୟ ବ୍ରତ ମାରା ହୋଇଥାନ୍ତି ନିଶ୍ଚୟ। ଶୁଦ୍ଧ ସ୍ନାନ ପରେ ଆମେ ବ୍ରତଙ୍କୁ ପୁଣି ଥରେ ହଳଦୀ କ୍ଷୀରରେ ବୁଡ଼େଇ ଦେଇକି ଧୂପ ଫୁଲ ଦେଇକି ପବିତ୍ର କରି ପୁଣି ଥରେ ଆମେ ତାଙ୍କୁ ପିନ୍ଧି ପାରିବା। ଶେଷ ପର୍ଯ୍ୟନ୍ତ ଭିଡ଼ିଓଟି ଦେଖିଥିବାରୁ ଆପଣମାନଙ୍କୁ ସମସ୍ତଙ୍କୁ ହୃଦୟରୁ ଅନେକ ଅନେକ ଧନ୍ୟବାଦ। ଭିଡ଼ିଓଟି ଯଦି ଆପଣମାନଙ୍କୁ ପସନ୍ଦ ଆସିଛି, କିଛି ଶିଖିବାକୁ ମିଳିଛି ଏ ଭିଡ଼ିଓରୁ, ନିହାତି ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ ଆଉ କମେଣ୍ଟରେ ସମସ୍ତେ ଜୟ ମା ଲକ୍ଷ୍ମୀ ଲେଖନ୍ତୁ। ମା ଲକ୍ଷ୍ମୀ ଆପଣଙ୍କର ବ୍ରତକୁ ନିଶ୍ଚୟ ସଫଳ କରନ୍ତୁ। ଆଜି ପାଇଁ ଏତିକି ରହିଲି। ଜୟ ମା ଲକ୍ଷ୍ମୀ। ଧନ୍ୟବାଦ।